ଏକ 15 ବର୍ଷର ଭଣଜା ତାର ମାମୁଙ୍କ ଘରେ ରହିବାକୁ ଯାଏ, କିନ୍ତୁ ସେ ତାର ମାଇଙ୍କୁ ଦେଖିବା ସହିତ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଏ। ମାଇଙ୍କୁ ଦେଖି ସେ ପୁରା ଦିବାନା ହୋଇଯାଏ। ମାଇଙ୍କ ବୟସ 35 ବର୍ଷ ହୋଇଥାଏ ଏବଂ ସେ ବେଶ ସୁନ୍ଦର ହୋଇଥାନ୍ତି। ମାଇଙ୍କ ନାମ ସୀମା ଥିବା ବେଳେ ଭଣଜାର ନାମ ଶିବମ ହୋଇଥାଏ। ଶିବମ କହିଥାଏ, ମାଇଁ ଆପଣ ବହୁତ ଭଲ ଲାଗୁଛନ୍ତି, ଆପଣଙ୍କୁ ଦେଖିଲେ ମୋତେ ବହୁତ ଆନନ୍ଦ ଲାଗେ। କିନ୍ତୁ ମାଇଁ ତାକୁ ଏକ ଛୋଟ ପିଲା ବୋଲି ବୁଝିବାକୁ ଲାଗିଥାନ୍ତି। ମାଇଁ ଏ ସମସ୍ତ କଥାକୁ ମଜାକରେ ନେଉଥିଲେ, କିନ୍ତୁ ଶିବମ ସେ କଥା ସିରିୟସ୍ ଭାବରେ କହିଥାଏ। ମାଇଁକୁ ଏହା ଭରସା ହୋଇପାରିନଥିଲା। ଗୋଟେ ଦିନ ମାଇଁ ତାକୁ ଛୋଟ ପିଲା ଭାବି ତାଙ୍କ ପାଖରେ ଶୋଇବାକୁ ଦେଲେ, କିନ୍ତୁ ଶିବମ ରାତିରେ ଏମିତି କିଛି କାଣ୍ଡ କରିଦେଲା ଯାହାଫଳରେ ମାଇଁ ସକାଳୁ ଉଠି ପାରିଲେନି ଏବଂ ଠିକ୍ ଭାବରେ ଚାଲି ପାରୁଥିଲେନି। ଶେଷରେ ଚିନ୍ତାର ବିଷୟ ହେଉଛି କି ଏକ ଛୋଟ ପିଲା ଏମିତି କିପରି କରିପାରେ। ଆପଣ ଯଦି ଏ ସମ୍ପୂର୍ଣ୍ଣ ଘଟଣାଟି ଜାଣିବେ ତେବେ ନିଶ୍ଚୟ ଭାବରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ବନ୍ଧୁମାନେ, ଏହି ସତ୍ୟ ଘଟଣାକୁ ପୁରାପୁରି ଦେଖିବାକୁ ଭୁଲିବେନି, କାରଣ ଏହି କାହାଣୀରୁ ଆମେ ଅନେକ କିଛି ଶିଖିପାରିବା। ଏହା ପୂର୍ବରୁ ମୁଁ ଆପଣଙ୍କ ପାଖରେ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି ଯେ ଯଦି ଆପଣମାନେ ପ୍ରଥମ ଥର ପାଇଁ ମୋ ଚ୍ୟାନେଲରେ ଆସିଛନ୍ତି ତେବେ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ ଦେବାକୁ ଭୁଲିବେନି। ଆପଣମାନଙ୍କ ସବସ୍କ୍ରାଇବ୍ ଏବଂ ଲାଇକ୍ ଆମକୁ ଉତ୍ସାହ ଦେଇଦେବେ ଏବଂ କମେଣ୍ଟ ବକ୍ସରେ ଗୋଟେ ସୁନ୍ଦର ମତାମତ ଦେବାକୁ ମଧ୍ୟ ଭୁଲିବେନି। ବନ୍ଧୁମାନେ, ଏହି ସତ୍ୟ ଘଟଣା ରାଞ୍ଚିରେ ଅଟେ। ରାଞ୍ଚିରେ ଏକ ଛୋଟ ପରିବାର ରହୁଥିଲା, ଯେଉଁଥିରେ ମା ବାପା ଏବଂ ଏକ ଛୋଟ ପିଲା ରହୁଥିଲା। ସେହି ପିଲାର ନାମ ଥିଲା ଶିବମ। ଶିବମ ଏବେ 14 ବର୍ଷର ଥିଲା ଏବଂ ଦେଖିବାରେ ଏହାର ବୟସ ଅଧିକା ଲାଗୁନଥିଲା। ଶିବମ ତାର ନିଜ ଘରେ ରହୁଥିଲା ଏବଂ ପଢ଼ାପଢ଼ି କରୁଥିଲା। ସେ 5ମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟେ ଜାଗାରେ ପଢ଼ିଥିଲା। 5ମ ଶ୍ରେଣୀ ଶେଷ ହେବା ପରେ ଭାବିଥିଲା ଯେ କେଉଁଠି ପଢ଼ିବ। ଶିବମ ପ୍ରକୃତରେ ଭଲ ପଢ଼ୁଆ ଏବଂ ଟ୍ୟାଲେଣ୍ଟ ପିଲା ଥିଲା। ଏହାପରେ ତାର ମାମୁଙ୍କ ଘର ତାଙ୍କ ଘରରୁ କିଛି ଦୂରରେ ଏକ ଗାଁରେ ଥିଲା। ତାର ମା କହିଲେ, ଶିବମ ପୁଅ, ମାମୁଙ୍କ ଘରକୁ ଚାଲିଯାଅ। ମାମୁଙ୍କ ଘରେ ରହି ସେଠି ପଢ଼ାପଢ଼ି କର। ସେଠାରୁ ସ୍କୁଲ ନିକଟତର ଅଛି, ତୁମେ ଚାଲି ଚାଲି ଯାଇପାରିବ। ତାପରେ ଶିବମଙ୍କ ମା ତାକୁ ମାମୁଙ୍କ ଘରେ ଛାଡ଼ି ଆସନ୍ତି ଏବଂ ମାଇଁଙ୍କୁ କହିଥାନ୍ତି ଭାଉଜ ମୋର ପୁଅ ଶିବମକୁ ଭଲ ଭାବେ ଦେଖାଶୁଣା କରିବେ ଏବଂ ସମୟରେ ଖାଇବା ମଧ୍ୟ ତିଆରି କରିଦେବେ। ସେ ସ୍କୁଲକୁ ଯିବ କାରଣ ସେ ପଢ଼ାପଢ଼ିରେ ବହୁତ ଭଲ ଏବଂ ଟ୍ୟାଲେଣ୍ଟ। ସେ ପଢ଼ି ଜୀବନରେ କିଛି ହେବାକୁ ଚାହେଁ। ଶିବମ ଏକ ମଜାଳିଆ ପ୍ରକୃତିର ପିଲା ଥିଲା, ସବୁଙ୍କୁ ହସାଉଥିଲା। ତାପରେ ସେ ତାର ମାଇଁଙ୍କୁ କହିଲା, ମାଇଁ ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମୋତେ ବହୁତ ଭଲ ଲାଗୁଛନ୍ତି। କିନ୍ତୁ ମାଇଁ ସମସ୍ତ କଥାକୁ ମଜାକରେ ନେଇଥାନ୍ତି। ଏହାପରେ ଶିବମ ସେଇଠାରେ ରହିବା ଆରମ୍ଭ କରେ। ତା ମା ତାକୁ ଛାଡ଼ି ଘରକୁ ଫେରିଯାଏ। ଶିବମର ମାମୁଁ ଯାହାର ନାମ ରାଧେଶ୍ୟାମ ଥିଲା, ସେ ଘରୁ କିଛି ଦୂରକୁ ଯାଇ ଦିନ ମଜଦୁରୀ କରୁଥିଲେ। ସେ ଇଟା ଭାଟିରେ ମଜଦୁର ଭାବେ କାମ କରୁଥିଲେ। ଶିବମର ମାଇଁ ଯାହାର ନାମ ସୀମା, ସେ ବହୁତ ସୁନ୍ଦର ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ଥିଲେ ନାହିଁ। ଗୋଟେ ଦିନ ଶିବମ ବସିକି ପଢ଼ାପଢ଼ି କରୁଥିଲା। ହଠାତ୍ ତାର ମନରେ କିଛି ଭୁଲ ଭାବନା ଆସିଲା। ସେ ତାର ମାଇଁକୁ ଡାକିଲା ଏବଂ କହିଲା, ମାଇଁ ଏଠାକୁ ଆସନ୍ତୁ। ମାଇଁ ଆସିଲା ପରେ ସେ କହିଲା, ଆଜି ପର୍ଯ୍ୟନ୍ତ ଆପଣଙ୍କ ପିଲାପିଲି କ'ଣ ପାଇଁ ଆଉ ହେଉନାହିଁ? ମୋର କୌଣସି ଭାଇ କିମ୍ବା ଭଉଣୀ ନାହାନ୍ତି। ଆପଣ ମାମୁଙ୍କ ସହ କ'ଣ ଏମିତି କରୁଛନ୍ତି ଯେ ଯାହାଫଳରେ ଆପଣଙ୍କ ପିଲାପିଲି ହେଉନାହିଁ? କିନ୍ତୁ ମୁଁ ଆପଣଙ୍କୁ ପିଲା ଦେଇପାରିବି। ଏହାପରେ ଶିବମର ମାଇଁ ତାର କଥା ଶୁଣି ହସି ଦେଇ ସେଠାରୁ ଚାଲିଯାଆନ୍ତି। ମାଇଁଙ୍କ ନିତିଦିନ କାମ ଥିଲା ତାର ଟିଫିନ୍ ସଜାଇବା ଏବଂ ସେଠାରୁ ସ୍କୁଲ ଛାଡ଼ି ଆସିବା। ମାଇଁ ବହୁତ ହିଁ ପରିଶ୍ରମୀ ଥିଲେ। ତାଙ୍କର କୌଣସି ସନ୍ତାନ ନଥିବାରୁ ଶିବମଙ୍କୁ ତାଙ୍କର ନିଜ ସନ୍ତାନ ପରି ବ୍ୟବହାର କରୁଥିଲେ। ସ୍କୁଲ ଘରରୁ 2 ମିଲର ଦୂରରେ ଥିଲା, ଯାହାକୁ ସେ ଛାଡ଼ି ଆସୁଥିଲେ ଏବଂ ସ୍କୁଲ ଛୁଟି ସମୟରେ ନେବାକୁ ଯାଉଥିଲେ। ତାଙ୍କ ଯେଉଁ ସ୍ୱାମୀ ଥିଲେ ସେ ପ୍ରତିଦିନ ସକାଳେ କାମକୁ ଯାଇଥାନ୍ତି ଓ ସନ୍ଧ୍ୟାରେ ଘରକୁ ଫେରନ୍ତି। ବନ୍ଧୁମାନେ, ଗୋଟେ ଦିନର କଥା, ତାଙ୍କ ସ୍ୱାମୀ ରାଧେଶ୍ୟାମଙ୍କ ଜଣେ ବନ୍ଧୁଙ୍କର ବିବାହ ହୋଇଥିଲା। ରାଧେଶ୍ୟାମ କହିଲେ, ସୀମା ମୁଁ ଆଜି ଘରକୁ ଆସିପାରିବିନି, ତୁମେ ଏବଂ ଶିବମ ଘରେ ଠିକ୍ରେ ରହିବ। ହୋଇପାରେ ମୁଁ 2 ଦିନ ପର୍ଯ୍ୟନ୍ତ ଘରକୁ ଫେରିପାରିବିନି। ଆଜି ମଙ୍ଗଳକୃତ୍ୟ, ଆସନ୍ତାକାଲି ବିବାହ। ବିବାହ କାର୍ଯ୍ୟ ସରିବା ପରେ ମୋତେ ସେଠାରୁ ଛୁଟି ମିଳିବ। ତୁମେ ଖୁସିରେ ଘରେ ରହିବ ଏବଂ ସମୟରେ ଖାଇବା ପିଇବା କରିବ। ଏହିଭଳି କହି ସେ ଘରୁ ବାହାରିଗଲେ। ତାଙ୍କ ସ୍ୱାମୀ ଘରେ ନଥିବା ସମୟରେ ସୀମା ତାର ଭଣଜା ଶିବମକୁ କହିଲେ, ବାବୁ ଆଜି ତୁମେ ଏକା ଘରେ ଶୋଇବନି, ଆଜି ମୋ ପାଖରେ ଶୋଇବ, ନହେଲେ ତୁମେ ଡରିଯିବ। ତୁମର ମାମୁଁ ଆଜି ଘରକୁ ଆସିବେ ନାହିଁ। ଶିବମ କହିଲେ, ଠିକ୍ ଅଛି ମାଇଁ, କିଛି କଥା ନାହିଁ, ମୁଁ ପ୍ରଥମେ ପଢ଼ି ନେବି, ତାପରେ ଆପଣଙ୍କ ପାଖରେ ଆସି ଶୋଇବି। ଶିବମ ସନ୍ଧ୍ୟାରେ ପଢ଼ା ଶେଷ କରି ତାର ମାଇଁ ପାଖରେ ଶୋଇବାକୁ ଆସିଲା ଓ ସେ ଭିତରୁ ଦରଜାଟାକୁ ବନ୍ଦ କରିଦେଲା, କାରଣ ସୀମା ପୂର୍ବରୁ ସେଠାରେ ଶୋଇଥିଲା। ମାଇଁର ପଣତ ତାଙ୍କ ଛାତିରୁ ଖସି ଯାଇଥିଲା। ତାଙ୍କର ବଡ଼ ବଡ଼ ସ୍ତନ ଦେଖାଯାଉଥିଲା। ଶିବମ ସେହି ଦୃଶ୍ୟକୁ ଦେଖି ତାର ମନରେ ଭିନ୍ନ ଭିନ୍ନ ଅସମ୍ଭବ ଓ ତ୍ରୁଟିପୂର୍ଣ୍ଣ ଭାବନାରେ ଭରି ଯାଉଥିଲା। ସେ ମାଇଁଙ୍କ ପାଖରେ ଶୋଇବାକୁ ଗଲା ଓ ଶୋଇବା ବେଳେ ମାଇଁଙ୍କ ଦେହରେ ହାତ ଫେରାଇବା ଆରମ୍ଭ କଲା। ଯେତେବେଳେ ସେ ଏମିତି କଲା, ସୀମାଙ୍କ ନିଦ ଭାଙ୍ଗିଗଲା। ସେ କହିଲେ, ବାବୁ ଏହା କ'ଣ କରୁଛ? ଏମିତି କରିବା ଉଚିତ ନୁହେଁ। ଶିବମ କହିଲା, ମାଇଁ ଏହା ମୋତେ ଖୁବ୍ ଭଲ ଲାଗୁଛି, ଆପଣଙ୍କର ଏଇ ବଡ଼ ବଡ଼ ସ୍ତନ। ସୀମା କହିଲେ, ନାଇଁ ବାବୁ, ଏହା ସବୁ ଭୁଲ, ଏମିତି କରିବା ଆଉ କହିବା ଉଚିତ ନୁହେଁ। ତୁମେ ଏକ ଭଲ ପିଲା ନାହଁ କି? ତାପରେ ଶିବମ ତାର ମାଇଁ ଉପରେ ଆଉଥରେ ହାତ ଫେରାଇବା ଆରମ୍ଭ କଲା। ସେ ମାଇଁଙ୍କ ଛାତିରେ ହାତ ରଖିଲା, ତାପରେ ତଳ ଅଂଶକୁ ମଧ୍ୟ ସ୍ପର୍ଶ କରିବାକୁ ଲାଗିଲା। ମାଇଁଙ୍କ ପ୍ରାଇଭେଟ୍ ପାର୍ଟ ମଧ୍ୟ ସ୍ପର୍ଶ କଲା। ସେଭଳି ବିଭିନ୍ନ ପ୍ରକାରର ତାର ହାତ ଫେରାଇବା ଆରମ୍ଭ କରିଲା। ଏବେ କେଉଁଠି ନା କେଉଁଠି ମାଇଁଙ୍କୁ ମଧ୍ୟ ଏହି କାମ ଭଲ ଲାଗିବାକୁ ଲାଗିଲା। ସେ କହିଲେ, ତୁମେ ଏତେ ଭଲ ଭାବେ ସବୁ କେଉଁଠାରୁ ଶିଖିଲ? ଶିବମ କହିଲା, କେଉଁଠାରୁ ନୁହେଁ, ମୁଁ ଆପଣଙ୍କୁ ଦେଖି ଶିଖୁଛି।
ଏହାପରେ ଦୁଇ ଜଣଙ୍କ ଇଚ୍ଛା ବଢ଼ିବାକୁ ଲାଗେ। ଦୁଇ ଜଣଙ୍କ ମନରେ କିଛି ନା କିଛି ହେବାକୁ ଲାଗେ। ପରେ ଶିବମ କୁହେ, ମୋର କିଛି କିଛି ହେଉଛି, ଆଉ ତୁମର ବି କିଛି କିଛି ହେଉଛି, ଏବେ ତୁମେ କୁହ। ତା ମାଇଁ ମଧ୍ୟ ସେଇ କଥାରେ ସହମତି ଦେଇଥାଏ। ଏହାପରେ ଦୁଇ ଜଣ ଗୋଟେ ପରେ ଗୋଟେ କପଡ଼ା ଖୋଲି ଦିଅନ୍ତି ଏବଂ ଯେଉଁ ଛୋଟ ପିଲାଟି ହୋଇଥାଏ ତା ସହିତ ସମ୍ବନ୍ଧ ବନେଇବା ଆରମ୍ଭ କରେ। ଏବେ ଏତେ ଜୋରରେ ସମ୍ବନ୍ଧ ବନେଇବାକୁ ଲାଗେ ଯେ ତା ମାଇଁର ଅବସ୍ଥା ଖରାପ କରିଦିଏ। ମାତ୍ର 14 ବର୍ଷର ପିଲା ହୋଇଥାଏ ଏବଂ ତା ମାଇଁର ଶବ୍ଦର ତରଙ୍ଗ ରୁମ୍ ଭିତରେ ଗର୍ଜିବାକୁ ଲାଗେ। ତା ମାଇଁର ଅବସ୍ଥା ଏକଦମ ଖରାପ ହେବାକୁ ଲାଗେ। ତଥା ସମୟରେ ତାର ମାଇଁ କହେ, ସେତିକି ଥାଉ, ମୁଁ ଆଉ ବରଦାସ୍ତ କରିପାରୁନାହିଁ। କିନ୍ତୁ ସେଇ 14 ବର୍ଷର ବାଳକ ଲଗାତାର 2 ଘଣ୍ଟା ପର୍ଯ୍ୟନ୍ତ ସମ୍ବନ୍ଧ ବନେଇଥାଏ। ଏହାପରେ ଥକିଯାଇ ପରେ ଶୋଇଯାଏ। ସକାଳେ ଯେବେ ମାଇଁ ଉଠନ୍ତି ସେ ଚାଲିପାରନ୍ତିନି। ସୀମାଙ୍କ ଅବସ୍ଥା ଏକଦମ ଖରାପ କରିଦେଇଥାଏ ଶିବମ। ଏବେ ସେ ଚାଲିବା ଯୋଗ୍ୟ ରହେ ନାହିଁ। ଉଠିକି ଯେବେ ଚାଲନ୍ତି ସେ ଅଧିକା ପୀଡ଼ା ଅନୁଭବ କରନ୍ତି। ପୀଡ଼ା ହେଉଥିବା ବେଳେ ଅନ୍ତର୍ମନରେ ଚିନ୍ତା କରନ୍ତି, ଏତେ ଛୋଟ ପିଲା ଏମିତି କିଛି କରିପାରିବ? ମୋତେ ତାର ବିଶ୍ୱାସ ହେଉନଥିଲା। କିନ୍ତୁ ସେ ମନେ କରନ୍ତି ଯେ ଏହା କିଛି ଭଲ ହେଲା। ଏବେ ଶିବମ ସକାଳେ ଉଠେ। ମାଇଁ ତାକୁ ଉଠିବାକୁ ଯାଆନ୍ତି। ଶିବମ ତାକୁ ଦେଖି ଆଗେ ଟିକେ ହସେ। ମାଇଁ ମଧ୍ୟ ହସିଥାନ୍ତି। ଏବେ ଦୁଇ ଜଣ ମଧ୍ୟରେ ନିକଟତା ଆରମ୍ଭ ହୋଇଥାଏ। ଏବେ ଦୁହେଁ ରାଧେଶ୍ୟାମ ଯିଏ ତାର ମାମୁଁ ଥାଏ ସେ ଘରକୁ ଆସିନଥାନ୍ତି। ଏବେ ଶିବମ ଦିନରେ ପଢ଼ିବାକୁ ଯାଏ ନାହିଁ। ସେ କୁହେ ଯେ ଆଜି ମୋର ମନ ନାହିଁ ପଢ଼ିବାକୁ, ମାଇଁ ଆଜି ମୁଁ ପଢ଼ିବାକୁ ଯିବିନି। ତାର ମାଇଁ କୁହନ୍ତି, ଠିକ୍ ଅଛି ଯାଉ ନାହିଁ, ମନ ନାହିଁ ଯଦି ଆଜି ଘରେ ରୁହ। ତାପରେ ଦୁହେଁ ଖାଇ ପିଇ ନିଅନ୍ତି। ତାପରେ ଶିବମ କୁହେ, ମାଇଁ ମୁଁ ପଢ଼ିବାକୁ ଯାଉଛି, ତୁମର ମନ କଲେ ମୋ ପାଖକୁ ଆସିଯିବ। ପରେ ଯେଉଁ ଶିବମ ହୋଇଥାଏ ତାର ଯେଉଁ ମାଇଁ ଥାଏ ସୀମା ସେଇ ରୁମ୍ରେ ଯାଇ ପହଞ୍ଚେ ଶିବମ ପାଖରେ। ପହଞ୍ଚିବା ପରେ ଗଡ଼ି ପଡ଼ନ୍ତି। ଗଡ଼ିଯିବା ପରେ ଛେଡ଼କାନି କରିବା ଆରମ୍ଭ କରିଦିଏ। ଛୋଟ ପିଲାଟି ଯେତେବେଳେ ଛେଡ଼କାନି କରିବା ଆରମ୍ଭ କରିଦିଏ ପରେ ତାର ମାଇଁର ବି ମନ ହୁଏ। ଏହାପରେ ଦୁହେଁ ନିଜ ନିଜ ବସ୍ତ୍ର କାଢ଼ି ନିର୍ବସ୍ତ୍ର ହୁଅନ୍ତି। ଏହାପରେ ଦୁଇ ଜଣ ଶାରୀରିକ ସମ୍ବନ୍ଧ ବନେଇବା ଆରମ୍ଭ କରିଦିଅନ୍ତି। ଏବେ ପିଲାଟି ଯେତେବେଳେ ତା ସହିତ ସମ୍ବନ୍ଧ ବନାଏ ତ ତାକୁ ଚରମ ଆନନ୍ଦ ମିଳୁଥିଲା, ଯାହାକି ତା ସ୍ୱାମୀଠାରୁ ତାକୁ ମିଳୁନଥିଲା। ଏବେ ତାକୁ ବହୁତ ବଢ଼ିଆ ଲାଗୁଥିଲା ଏବଂ ଭରପୁର ସାଥ ଦେବାକୁ ଲାଗେ। ଏବେ ଉଭୟ ଦୁହେଁ ସମ୍ବନ୍ଧ ବନେଇବା ଲାଗନ୍ତି। 2-3 ଘଣ୍ଟା ବନେଇ ଚାଲନ୍ତି ଏବଂ ଯେତେବେଳେ ଥକିଯାଆନ୍ତି ତ ଦୁହେଁ ଶୋଇଯାଆନ୍ତି। ଏହି ସିଲସିଲା ଅନେକ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ କାନ କେହି ଜାଣିପାରନ୍ତି ନାହିଁ। କାହିଁକିନା ତାର ସ୍ୱାମୀ ଯେବେ ଘରେ ରହୁନଥିଲେ, ଦିନରେ ତ ଶିବମ ସ୍କୁଲ ଯାଉନଥିଲା ଏବଂ ତାର ଯେଉଁ ସ୍ୱାମୀ ରାଧେଶ୍ୟାମ ହୋଇଥାଏ ସେ ଜାଣିଥିଲା ଯେ ମୋର ଭଣଜା ସ୍କୁଲ ଚାଲି ଯାଉଥିବ। ସେ ଏତିକି ଛୋଟ ଥିଲା ଯେ ତା ଉପରେ କେହି ସନ୍ଦେହ କରିପାରିବେ ନାହିଁ। ଏହି ଘଟଣା ଦେଖି ତାଙ୍କର ପତି ରାଧେଶ୍ୟାମ ତାଙ୍କ ପତ୍ନୀକୁ ଗୋଟେ ଦିନ ଚିକିତ୍ସା ପାଇଁ ନେଇଯାଆନ୍ତି, କାରଣ ତାଙ୍କର କୌଣସି ପିଲା ଥିଲା ନାହିଁ। ଡାକ୍ତର କହିଥାନ୍ତି ଯେ ଆପଣଙ୍କ ମାଧ୍ୟମରେ ଏହାର ପିଲା ହେବା ସମ୍ଭବ ନୁହେଁ, ଦୋଷଟି ଆପଣଙ୍କ ଅଛି। ଏହା ଶୁଣି ରାଧେଶ୍ୟାମ ବେଶ ମନହରା ହୋଇପଡ଼ନ୍ତି। ତାପରେ ସେମାନେ ଘରକୁ ଫେରି ଆସନ୍ତି। ଏବେ ଯେଉଁ ଶିବମ ଥାଏ ସେ ତା ମାଇଁ ସହିତ ଅନେକ ଥର ସମ୍ବନ୍ଧ ବନେଇବା ଆରମ୍ଭ କରିଦିଏ ଏବଂ ଯେବେ ସମୟ ମିଳିଥାଏ ତ ଦୁହେଁ ସମ୍ବନ୍ଧ ବନେଇଥାନ୍ତି। ଏବେ ଦେଖୁ ଦେଖୁ ସେ ଗର୍ଭବତୀ ହୋଇଯାଏ। 6 ମାସ ବିତି ଯାଇଥିବା ବେଳେ ତାଙ୍କ ପେଟ ବାହାରକୁ ବାହାରିବା ଆରମ୍ଭ କରେ। ଏହା ଦେଖି ତାଙ୍କର ସ୍ୱାମୀ ଜାଣିପାରି ଚିନ୍ତିତ ହୋଇଯାଆନ୍ତି ଏବଂ କୁହନ୍ତି, ଡାକ୍ତର ମୋତେ କହିଥିଲେ ଯେ ତୁମର କୌଣସି ପିଲା ହେବ ନାହିଁ, ତାହେଲେ ଏହା କେମିତି? ତାପରେ ତାଙ୍କର ସ୍ୱାମୀ ରାଧେଶ୍ୟାମ ମନେ ମନେ ସନ୍ଦେହ କରିବାକୁ ଲାଗିଥାଏ। ସେ ରାଧେଶ୍ୟାମ କହିଲେ, ସୀମା କାଲି ତୁମେ ପ୍ରସ୍ତୁତ ରୁହ, ଆମକୁ କାଲି ହସ୍ପିଟାଲ ଯିବାକୁ ପଡ଼ିବ। ତେବେ ସୀମା ଚିନ୍ତା କରେ ସେ ଏହି କଥାର କାରଣ ବୁଝିପାରୁନଥିଲା। ସୀମାକୁ ହସ୍ପିଟାଲ ନେଇ ରାଧେଶ୍ୟାମ ପହଞ୍ଚନ୍ତି। ସେଠାରେ ଦୁହିଁଙ୍କର ଯେତେବେଳେ ଯାଞ୍ଚ ହୋଇଥାଏ ତାପରେ ଜଣାପଡ଼େ ଯେ ପିଲା ରାଧେଶ୍ୟାମର ନୁହେଁ, ତାଙ୍କର ପିଲା ନୁହେଁ। ଏହା ଶୁଣି ରାଧେଶ୍ୟାମ ବିସ୍ମୟରେ ପଡ଼ନ୍ତି। ତାଙ୍କର ପାଦ ତଳୁ ମାଟି ଖସିଯାଏ। ସେ ମନେ କରନ୍ତି ମୋ ସ୍ତ୍ରୀ ମୋ ପିଠି ପଛରେ କ'ଣ କରୁଛି। ସେ ସୀମାକୁ ପଚାରିବା ଆରମ୍ଭ କରନ୍ତି, ତୁମେ କେଉଁଠି କ'ଣ କରୁଛ, ଏହା ସବୁ କେମିତି ହେଲା? ଆରମ୍ଭରେ ସୀମା କିଛି କହିବାକୁ ଚାହେଁ ନାହିଁ, କିନ୍ତୁ ରାଧେଶ୍ୟାମ ତାକୁ ବହୁତ ମାରପିଟ କଲା ପରେ ସୀମା ତା ଭୁଲ ଗ୍ରହଣ କରେ ଏବଂ କହିଥାଏ, ଶିବମ ଯିଏ ଆପଣଙ୍କ ଭଣଜା ସେ ମୋ ସହିତ ସମ୍ବନ୍ଧ ବନାଏ। ଏହା ଶୁଣିବା ପରେ ରାଧେଶ୍ୟାମକୁ ଏକଥା ବୁଝିବାର କଷ୍ଟ ହେଉଥାଏ ଯେ ଯାହା ସେ କରିପାରିଲା ନାହିଁ ତାହା ଏକ ଛୋଟ ପିଲା କିପରି କରିଦେଲା। ସେ ତାଙ୍କ ଭଉଣୀକୁ ଫୋନ୍ କରି ଡାକିବା ସହିତ ସବୁ କଥା କହିବା ଆରମ୍ଭ କରନ୍ତି। ତାପରେ ତାଙ୍କ ଭଉଣୀ କୁହନ୍ତି, ଯାହା ଘଟିଗଲା ସେଗୁଡ଼ିକ ଛାଡ଼ି ଦିଅ, ଏବେ କ'ଣ କରିବାର ଆବଶ୍ୟକତା ଅଛି? ସେମାନେ ଆଉ କେହି ନୁହନ୍ତି, ଆଉ ସେମାନେ ଆମର ନିଜର ଅଛନ୍ତି। କିନ୍ତୁ ରାଧେଶ୍ୟାମ କହିଦେଇଥାନ୍ତି, ମୁଁ ଆଉ ଏହାକୁ ରଖିବି ନାହିଁ, ତୁମେ ଏହାକୁ ନିଜ ଘରକୁ ନେଇଯାଇପାରିବ। ତାପରେ ସାଙ୍ଗମାନେ ସେ ପିଲା କହେ, ମୁଁ ମୋ ମାଇଁକୁ ଛାଡ଼ିବୁ ନାହିଁ, ମାଇଁ ମୋ ସହିତ ରହିବେ। ସୀମା କୁହନ୍ତି, ମୁଁ ଶିବମ ବିନା ରହିପାରିବି ନାହିଁ। ଯାହା ତାଙ୍କର ନଣନ୍ଦ ସେ ସୀମା ଓ ଶିବମକୁ ନିଜ ଘରକୁ ନେଇଯାଏ। ଘରକୁ ଆସିବା ପରେ କିଛି ସମୟ କଟିଯାଏ। ନବମ ମାସ ଆସିଯାଏ ଏବଂ ଆଷାଢ଼ ମାସ ଆରମ୍ଭରେ ସେ ସୀମା ଗୋଟେ ସୁନ୍ଦର ପୁଅର ଜନ୍ମ ଦେଇଥାନ୍ତି। ଏବେ ଛୋଟ ଶିବମର ଯେତେବେଳେ ପୁଅ ହେବାର ଖବର ସମଗ୍ର ଗାଁରେ ଖେଳିଯାଏ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ଅସୁସ୍ଥ ହୋଇଯାଆନ୍ତି। ରାଧେଶ୍ୟାମ ଯିଏ ତାର ସ୍ୱାମୀ ଥିଲେ ସେ ଏବେ ଏକାନ୍ତରେ ପଡ଼ିଥାନ୍ତି। ଘରେ ତାଙ୍କୁ ସୁନସାନ ଲାଗେ ଏବଂ ସେ ଏକା ଘରେ ରହୁଥାନ୍ତି। ଯେପରିକି ତାଙ୍କର ପତ୍ନୀ ସୀମା ତାଙ୍କ ପୁଅ ସହିତ ବହୁତ ଖୁସିରେ ରହିଥାନ୍ତି। ଛୋଟ ଶିବମ ତାର ପୁଅକୁ ମିଳିବା ପରେ ବହୁତ ଖୁସି ହୋଇଯାଏ ଏବଂ ସୀମାଙ୍କୁ କହେ, ମାଇଁ ତୁମ ଭଳି ଜଣେ ମହିଳାକୁ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ। ମିତ୍ରମାନେ, ଏହି କାହାଣୀ ତୁମକୁ କିପରି ଲାଗିଲା ନିଶ୍ଚିନ୍ତ ଆମକୁ କମେଣ୍ଟରେ ଜଣାନ୍ତୁ। ଏଭଳି ଘଟଣା ଆଜିକାଲି ଆମ ସମାଜରେ ପ୍ରତିଦିନ ଘଟୁଛି। ଏହି କାହାଣୀର ଉଦ୍ଦେଶ୍ୟ କାହାକୁ ଅପମାନ କରିବା ନୁହେଁ।